ଆଉ ଏକ ନୂଆ କ୍ଲାସ୍କୁ ମୋର ସମସ୍ତ ପାଠକ ମଣ୍ଡଳୀମାନଙ୍କୁ ପ୍ରଥମେ ମୁଁ ସ୍ୱାଗତ ଜଣାଉଛି। ଆଜି ଆମେ ଯଶୋବନ୍ତ ଦାସଙ୍କ ଜୀବନୀ ସମ୍ପର୍କରେ ଆଲୋଚନା କରିବା। ଯଶୋବନ୍ତ ଦାସ ଓଡ଼ିଶାରେ ଜନ୍ମିତ ଜଣେ ସାଧକ ଓ ଭକ୍ତ କବି ଥିଲେ। ଯଶୋବନ୍ତ ଓଡ଼ିଆ ସାହିତ୍ୟର ପଞ୍ଚସଖାଙ୍କ ଭିତରୁ ଜଣେ। ସେ ଅନେକ ଗ୍ରନ୍ଥ, ଭଜନ ମାଳିକା ଓ ପଦ୍ୟ ରଚନା କରିଥିଲେ। ତାଙ୍କ ରଚନାମାନଙ୍କ ଭିତରୁ ଅଧିକାଂଶ ମୁଦ୍ରିତ ହୋଇନାହିଁ। ଯଶୋବନ୍ତ ଚୈତନ୍ୟଙ୍କ ସମସାମୟିକ ଥିଲେ ବୋଲି ଆମେ କହିପାରିବା। ଯଶୋବନ୍ତ ଦାସଙ୍କ ଜୀବନୀ ସମ୍ପର୍କରେ ଜାଣି ରଖିବା। ଭଗବାନ ମଲ୍ଲଙ୍କ ଠାରୁ ଜନ୍ମଗ୍ରହଣ କରିଥିଲେ ଦୁର୍ଲଭ ମଲ୍ଲ। ଦୁର୍ଲଭ ମଲ୍ଲଙ୍କ ଠାରୁ ଜନ୍ମଗ୍ରହଣ କରିଥିଲେ ନିରଞ୍ଜନ ମଲ୍ଲ। ନିରଞ୍ଜନ ମଲ୍ଲଙ୍କ ଠାରୁ ଜନ୍ମଗ୍ରହଣ କରିଥିଲେ ପୁରୁଷୋତ୍ତମ ମଲ୍ଲ। ପୁରୁଷୋତ୍ତମ ମଲ୍ଲଙ୍କ ଠାରୁ ଜନ୍ମଗ୍ରହଣ କରିଥିଲେ ନନ୍ଦ ମଲ୍ଲ। ନନ୍ଦ ମଲ୍ଲଙ୍କ ଠାରୁ ବଳଭଦ୍ର ମଲ୍ଲ ଜନ୍ମଗ୍ରହଣ କରିଥିଲେ। ସମୟାନୁକ୍ରମେ ବଳଭଦ୍ର ମଲ୍ଲ ରେଖା ଦେବୀଙ୍କୁ ବିବାହ କରିଥିଲେ। ବଳଭଦ୍ର ମଲ୍ଲ ଆଉ ରେଖା ଦେବୀଙ୍କ ଠାରୁ ଜନ୍ମଗ୍ରହଣ କରିଥିଲେ ଯଶୋବନ୍ତ ଦାସ। ସମୟାନୁକ୍ରମେ ଯଶୋବନ୍ତ ଦାସ ମଧ୍ୟ ଅଞ୍ଜନା ଦେବୀଙ୍କୁ ବିବାହ କରିଥିଲେ। ଯଶୋବନ୍ତ ଦାସ ଅଞ୍ଜନା ଦେବୀଙ୍କ ଠାରୁ ଜନ୍ମଗ୍ରହଣ କରିଥିଲେ କହ୍ନେଇ ଦାସ। କହ୍ନେଇ ଦାସଙ୍କ ଠାରୁ ଜନ୍ମଗ୍ରହଣ କରିଥିଲେ ଦଣ୍ଡପାଣି ଦାସ। ଦଣ୍ଡପାଣି ଦାସଙ୍କ ଠାରୁ ଜନ୍ମଗ୍ରହଣ କରିଥିଲେ ବକ୍ଷପାଣି ଦାସ। ବକ୍ଷପାଣି ଦାସଙ୍କ ଠାରୁ ଜନ୍ମଗ୍ରହଣ କରିଥିଲେ ନିର୍ମଳ ଦାସ। ନିର୍ମଳ ଦାସଙ୍କ ଠାରୁ ଜନ୍ମଗ୍ରହଣ କରିଥିଲେ ପୁରୁଷୋତ୍ତମ ଦାସ। ପୁରୁଷୋତ୍ତମ ଦାସଙ୍କ ଠାରୁ ଜନ୍ମଗ୍ରହଣ କରିଥିଲେ ଭରତ ଦାସ। ଭରତ ଦାସଙ୍କ ଠାରୁ ଜନ୍ମଗ୍ରହଣ କରିଥିଲେ ଲକ୍ଷ୍ମଣ ଦାସ। ଲକ୍ଷ୍ମଣ ଦାସଙ୍କ ଠାରୁ ଜନ୍ମଗ୍ରହଣ କରିଥିଲେ ମଧୁସୂଦନ ଦାସ। ମଧୁସୂଦନ ଦାସଙ୍କ ଠାରୁ ଜନ୍ମଗ୍ରହଣ କରିଥିଲେ ଜୟରାମ ଦାସ। ଜୟରାମ ଦାସଙ୍କ ଠାରୁ ଜନ୍ମଗ୍ରହଣ କରିଥିଲେ ହରେକୃଷ୍ଣ ଦାସ। ହରେକୃଷ୍ଣ ଦାସଙ୍କ ଠାରୁ ଜନ୍ମଗ୍ରହଣ କରିଥିଲେ ଜୟକୃଷ୍ଣ ଦାସ। ଜୟକୃଷ୍ଣ ଦାସଙ୍କ ଠାରୁ ଜନ୍ମଗ୍ରହଣ କରିଥିଲେ ରଘୁନାଥ ଦାସ। ରଘୁନାଥଙ୍କ ଠାରୁ ଜନ୍ମଗ୍ରହଣ କରିଥିଲେ ରାଧାବଲ୍ଲଭ ଦାସ। ରାଧାବଲ୍ଲଭଙ୍କ ଠାରୁ ଜନ୍ମଗ୍ରହଣ କରିଥିଲେ ସୁକାନ୍ତ ବଲ୍ଲଭ ଦାସ। ସୁକାନ୍ତ ବଲ୍ଲଭଙ୍କ ଠାରୁ ଜନ୍ମଗ୍ରହଣ କରିଥିଲେ ପ୍ରଶାନ୍ତ ବଲ୍ଲଭ ଦାସ। ଯଶୋବନ୍ତ ବଂଶର ପ୍ରଶାନ୍ତ ବଲ୍ଲଭ ଦାସ ବର୍ତ୍ତମାନ ପୀଠର ମହନ୍ତ ଅଛନ୍ତି। ଯଶୋବନ୍ତ ଦାସଙ୍କର ଯେଉଁ ପୀଠ ଅଛି ସେଇ ପୀଠର ବର୍ତ୍ତମାନ ମହନ୍ତ ହେଉଛନ୍ତି, ତାଙ୍କ ବଂଶ ସମ୍ପର୍କିତ ମହନ୍ତ ହେଉଛନ୍ତି ପ୍ରଶାନ୍ତ ବଲ୍ଲଭ ଦାସ। ତାଙ୍କ ଜନ୍ମ ସମ୍ପର୍କିତ ତଥ୍ୟ ମଧ୍ୟ ଆମେ ଜାଣି ରଖିବା। ଅଚ୍ୟୁତାନନ୍ଦଙ୍କ ଉଦୟ କାହାଣୀ ଅନୁସାରେ ଜଗନ୍ନାଥ ଦାସ ଓ ଯଶୋବନ୍ତ ଦାସ ଏକା ବର୍ଷରେ ଜନ୍ମଗ୍ରହଣ କରିଥିଲେ। ବଳରାମ ଦାସ ଏହି ଉଭୟଙ୍କ ଠାରୁ 40 ବର୍ଷ ବଡ଼। ଏଣୁ ଉଦୟ କାହାଣୀ ଅନୁସାରେ ଯଶୋବନ୍ତ ଖ୍ରୀଷ୍ଟାବ୍ଦ 1487ରେ ଜନ୍ମଗ୍ରହଣ କରିଥିଲେ ବୋଲି ଧରାଯାଏ। କଟକ ଜିଲ୍ଲା ଅନ୍ତର୍ଗତ ଜଗତସିଂହପୁର ନିକଟସ୍ଥ ଅଢ଼ଙ୍ଗଡ଼ ଅନ୍ତର୍ଗତ ନନ୍ଦୀ ଗ୍ରାମରେ ଯଶୋବନ୍ତ ଜନ୍ମଲାଭ କରିଥିଲେ। ତାଙ୍କ ପିତାଙ୍କ ନାମ ଜଗୁ ମଲ୍ଲିକ ଓ ମାତାଙ୍କ ନାମ ରେଖା ଦେବୀ। ଯଶୋବନ୍ତ ଦାସ ନିଜ ପରିବାର ବିଷୟରେ କୌଣସି ସନ୍ତୋଷଜନକ ପରିଚୟ କିମ୍ବା ଗ୍ରନ୍ଥମାନଙ୍କରେ ଦେଇନାହାନ୍ତି। ଚନ୍ଦ୍ର ବଂଶରେ ଜାତ ଯଶୋବନ୍ତ କ୍ଷତ୍ରିୟ କୁଳ ସେ କଲେ ପବିତ୍ର। ଅବତାର ମାଳିକାରେ ଏ ପଂକ୍ତିଟି ରହିଅଛି। ସେ ମହାନାୟକ ବା କ୍ଷତ୍ରିୟ ଥିଲେ ବୋଲି କେତେକଙ୍କ ମତ ରହିଛି। ଅନ୍ୟମତେ ସେ କୃଷକ ପରିବାରରେ ଜନ୍ମଲାଭ କରିଥିଲେ। ତାଙ୍କର ବାଲ୍ୟ ଜୀବନ କିଭଳି ଥିଲା ସେ ସମ୍ପର୍କରେ ମଧ୍ୟ ଜାଣି ରଖିବା। ଯଶୋବନ୍ତଙ୍କ ପିତା ମାତା ବହୁ ଧର୍ମପରାୟଣ ଥିଲେ। ଯଶୋବନ୍ତଙ୍କ ଉପରେ ସେମାନଙ୍କ ଗଭୀର ପ୍ରଭାବ ପଡ଼ିଥିଲା। ଏଣୁ ସେ ଧର୍ମ ପ୍ରତି ଆକୃଷ୍ଟ ହୋଇଥିଲେ। ସୁଦର୍ଶନ ଦାସଙ୍କ ଲିଖିତ ଯଶୋବନ୍ତ ଦାସଙ୍କ 84 ଆଜ୍ଞା ନାମକ ଗ୍ରନ୍ଥରେ ଯଶୋବନ୍ତଙ୍କ ବାଲ୍ୟ ଜୀବନର ବର୍ଣ୍ଣନା ରହିଛି। ସୁଦର୍ଶନ ଦାସ ଯଶୋବନ୍ତଙ୍କ ନିଜ ଶିଷ୍ୟ ଥିଲେ। ଏହି ଗ୍ରନ୍ଥରେ ଯଶୋବନ୍ତଙ୍କ ବିଷୟରେ ବହୁ ବିସ୍ମୟକାରୀ କିମ୍ବଦନ୍ତୀ ରହିଛି। ଯଶୋବନ୍ତଙ୍କ ପିତା ଜଣେ ଦରିଦ୍ର ବ୍ୟକ୍ତି ଥିଲେ। ଦାରିଦ୍ର୍ୟ ଯୋଗୁଁ ସେ ବାଧ୍ୟ ହୋଇ ଥରେ ଧାନ ଚୋରି କରିଥିଲେ। ଚୋରି କଲାବେଳେ ଅଢ଼ଙ୍ଗଗଡ଼ର ସାମନ୍ତ ରାଜା ରଘୁରାମ ଚମ୍ପତି ରାୟ ତାଙ୍କୁ ଦେଖି ଦେଇଥିଲେ। ରଘୁରାମ ଚୋରକୁ ଦଣ୍ଡ ଦିଆଯାଉ ବୋଲି ଆଜ୍ଞା କରିବାରୁ ଯଶୋବନ୍ତ ଜଗନ୍ନାଥଙ୍କୁ ଆକୁଳ ହୋଇ ବିନୀତ କଲେ। ଜଗନ୍ନାଥ ତାଙ୍କ ଡାକ ଶୁଣି ଯଶୋବନ୍ତଙ୍କ ଶରୀରରେ ପ୍ରକାଶିତ ହେଲେ। ଏହି ଦୃଶ୍ୟକୁ
ଓ ରଘୁରାମ ହିଁ ଦେଖିପାରିଥିଲେ। ଏହା ଦେଖିଲା ପରେ ରଘୁରାମ ଓ ତାଙ୍କ ସ୍ତ୍ରୀ ତିଳୋତ୍ତମା ଯଶୋବନ୍ତଙ୍କ ଶିଷ୍ୟ ହୋଇଗଲେ। ଏହି କିମ୍ବଦନ୍ତୀ ଭଳି ଅନ୍ୟ ଏକ କଥା ମଧ୍ୟ ଶୁଣାଯାଏ, ତାହା ଆମେ ନିମ୍ନରେ ପରିପ୍ରକାଶ ହୋଇଛି। ସନ୍ନ୍ୟାସୀ କିଭଳି ସେ ହେଇଥିଲେ ସେ ସମ୍ପର୍କରେ ମଧ୍ୟ ଜାଣିବା। 12 ବର୍ଷ ବୟସରୁ ଯଶୋବନ୍ତ ସଂସାର ପ୍ରତି ଉଦାସୀନ ହୋଇପଡ଼ିଥିଲେ। ଏହାପରେ ସେ ବହୁତ ବର୍ଷ ତୀର୍ଥ ପର୍ଯ୍ୟଟନରେ ଅତିବାହିତ କରିଥିଲେ। ସେ ବୈଷ୍ଣବ ଧର୍ମରେ ଦୀକ୍ଷିତ ହେବା ପରେ ଦାସ ଉପାଧି ଗ୍ରହଣ କରିଥିଲେ। ଯଶୋବନ୍ତ ଦାସ କିଭଳି ଭାବରେ ଚୈତନ୍ୟଙ୍କ ସହ ତାଙ୍କର ଭେଟ ହୋଇଥିଲା ସେ ସମ୍ପର୍କରେ ଜାଣିବା। ଯଶୋବନ୍ତ ଚୈତନ୍ୟଦେବଙ୍କ ସଂକୀର୍ତ୍ତନ ମଣ୍ଡଳୀ ଦ୍ୱାରା ପ୍ରଭାବିତ ହୋଇ ଖ୍ରୀଷ୍ଟୀୟ 1510 ମସିହାରେ ପୁରୀ ଆସିଥିଲେ। ଓଡ଼ିଶାରେ ଚୈତନ୍ୟଦେବଙ୍କ ଅବସ୍ଥାନ ସମୟରେ ଯଶୋବନ୍ତ ତାଙ୍କ ସଂସ୍ପର୍ଶରେ ଆସିଥିଲେ। ପୁରୀରେ ସେ ଦୀକ୍ଷା ନେଇଥିଲେ। ଦୀକ୍ଷା ନେଇ ନିଜ ଗ୍ରାମ ଅଢ଼ଙ୍ଗକୁ ଫେରି ଆସିଥିଲେ। ତାଙ୍କ ବିବାହ ସମ୍ପର୍କରେ ମଧ୍ୟ ଆମେ ଜାଣି ରଖିବା। ସେତେବେଳେ ଅଢ଼ଙ୍ଗଗଡ଼ର ସାମନ୍ତ ରାଜା ଥିଲେ ରଘୁରାମ ଚମ୍ପତି ରାୟ। ରଘୁରାମଙ୍କ ଭାଗିନୀ ଅଞ୍ଜନା ଦେବୀଙ୍କ ସହ ଯଶୋବନ୍ତଙ୍କ ବିବାହ ହୋଇଥିଲା। କେତେକଙ୍କ ମତରେ ସଂସାର ପ୍ରତି ଯଶୋବନ୍ତଙ୍କ ବିତୃଷ୍ଣତା ଦେଖି ତାଙ୍କ ବାପା ମା ତାଙ୍କୁ ବିବାହିତ କରିଥିଲେ। ରଘୁରାମ ଯଶୋବନ୍ତଙ୍କ ପାଇଁ ଗୋଟିଏ ସୁନ୍ଦର ମଠ ନିର୍ମାଣ କରି ମଠର ପରିଚାଳନା ନିମନ୍ତେ ବହୁ ସମ୍ପତ୍ତି ଖଞ୍ଜିଥିଲେ। ଏ ମଠ ବର୍ତ୍ତମାନ ସୁଦ୍ଧା ଯଶୋବନ୍ତ ଦାସଙ୍କ ଉତ୍ତରାଧିକାରୀମାନଙ୍କ ଦ୍ୱାରା ପରିଚାଳିତ ହୋଇ ଆସୁଅଛି। କିମ୍ବଦନ୍ତୀ କ'ଣ ହୁଏ ସେ ସମ୍ପର୍କ ମଧ୍ୟରେ ମଧ୍ୟ ଆମେ ଜାଣି ରଖିବା। ଓଡ଼ିଶାର ବିଭିନ୍ନ ପ୍ରାନ୍ତରେ ଯଶୋବନ୍ତ ଦାସଙ୍କ 750 ଶିଷ୍ୟ ଥିଲେ ବୋଲି ଶୁଣାଯାଏ। ଯଶୋବନ୍ତ ଜଣେ ସିଦ୍ଧ ବୈଷ୍ଣବ ଥିଲେ। ଯଶୋବନ୍ତଙ୍କ ଜୀବନ ସମ୍ବନ୍ଧରେ ବହୁ କିମ୍ବଦନ୍ତୀ ଶୁଣାଯାଏ। ବ୍ରହ୍ମରାକ୍ଷସ ଓ ବାବନାଭୂତ ସମ୍ପର୍କରେ ମଧ୍ୟ ଜାଣି ରଖିବା। ଜନଶ୍ରୁତିରୁ ଶୁଣାଯାଏ ଯେ ଥରେ ଯଶୋବନ୍ତ କେତେକ ଶିଷ୍ୟଙ୍କ ସହିତ ପୁରୀ ଅଭିମୁଖେ ଯାତ୍ରା କରୁଥିଲେ। ପଥ ମଧ୍ୟରେ ଏକ ବ୍ରହ୍ମରାକ୍ଷସ ସହ ସେମାନଙ୍କର ଭେଟ ହେଲା। ବ୍ରହ୍ମରାକ୍ଷସ ତାହାର ପୈଶାଚିକ ଲୀଳା ସାଧନ କରିବାକୁ ଗଲାବେଳେ ଯଶୋବନ୍ତ ନିଜ ଯୋଗ ପ୍ରଭାବରେ ଆଶାବାଡ଼ିରେ ତାହାକୁ ପଥ ଦେଖାଇ ଆଗେ ଆଗେ ଚାଲିବାକୁ ଉପଦେଶ ଦେଲେ। ଏହାପରେ ରାକ୍ଷସ ଆଉ କୌଣସି ଅତ୍ୟାଚାରର ପ୍ରଚେଷ୍ଟା ନ କରି ଶାନ୍ତଶିଷ୍ଟ ଭାବରେ ଚାଲିଗଲା। ବ୍ରହ୍ମରାକ୍ଷସ ଆସୁଥିବା ଜାଣି ଜନସାଧାରଣ ଘର ଛାଡ଼ି ଚାରିଆଡ଼େ ଧାଇଁବାକୁ ଲାଗିଲେ। ଅଳ୍ପ କାଳ ମଧ୍ୟରେ ଏ ଖବର ତତ୍କାଳୀନ ରାଜା ପ୍ରତାପରୁଦ୍ର ଦେବଙ୍କ ପାଖକୁ ପହଞ୍ଚିଥିଲା। ରାଜା ଯଶୋବନ୍ତଙ୍କୁ ଦେଖି ବିସ୍ମିତ ହେଲେ ଓ ତାଙ୍କ ଅଭ୍ୟର୍ଥନା ଲାଗି ଅଠରନଳା ପାଖରେ ଆସିକି ନିଜେ ଘଟଣାଟିକୁ ଦେଖିଲେ। ଅଭ୍ୟର୍ଥନା ଶେଷରେ ଯଶୋବନ୍ତଙ୍କ ଅନୁରୋଧ କ୍ରମେ ରାଜା ରାକ୍ଷସଟିକୁ ଜଗନ୍ନାଥଙ୍କ ଗୁଣ୍ଡିଚା ବାଡ଼ିର ରକ୍ଷଣାବେକ୍ଷଣ ଭାର ପ୍ରଦାନ କଲେ। ସେହିଦିନଠାରୁ ସେ ରାକ୍ଷସଟି ସେଠାରେ ବାବନଭୂତ ନାମ ଧାରଣ କରି ପୂଜା ପାଇ ଆସୁଛନ୍ତି। ଶାଲବୈକଙ୍କ ସହ ଭେଟ। ସୁଦର୍ଶନ ଦାସଙ୍କ ରଚିତ ଗ୍ରନ୍ଥ ଯଶୋବନ୍ତ ଦାସଙ୍କ 84 ଆଜ୍ଞା ଲିଖିତ ଅଛି ଯେ ଥରେ ଯବନ କବି ଶାଲବୈକ ବୈଷ୍ଣବ ଦୀକ୍ଷିତ ହୋଇସାରିବା ପରେ ଯଶୋବନ୍ତଙ୍କ ଶକ୍ତି ବିଷୟରେ ଶୁଣିଲେ ଓ ତାଙ୍କୁ ପରୀକ୍ଷା କରିବା ପାଇଁ ଚାଲିଲେ। ତାଙ୍କ ପରୀକ୍ଷାରେ ଯଶୋବନ୍ତ ଉତ୍ତୀର୍ଣ୍ଣ ହେବାରୁ ସେ ତାଙ୍କ ପାଦଧୂଳି ଗ୍ରହଣ କରିଥିଲେ। ଏହି ଶାଲବୈକ ଗୌଡ଼ୀୟ ଶାଲବୈକଙ୍କ ଠାରୁ ଅଲଗା ବୋଲି ପ୍ରତୀୟମାନ ହୁଏ। ଯେହେତୁ ଗୌଡ଼ୀୟ ଶାଲବୈକ ସପ୍ତଦଶ ଶତାବ୍ଦୀର ଲୋକ ଥିଲେ ଓ ତାଙ୍କ ଗୁରୁଙ୍କ ନାମ ଶ୍ୟାମାନନ୍ଦ ଥିଲା। ଦେହାବସାନ ସେ କିଭଳି କଲେ ସେ ସମ୍ପର୍କରେ ମଧ୍ୟ ଜାଣି ରଖିବା। ଯଶୋବନ୍ତଙ୍କ ଦେହାବସାନ କେଉଁ ବର୍ଷରେ ହୋଇଥିଲା ଏହା ଜାଣିବା ପାଇଁ କିଛି ଉପାଦାନ ମିଳୁନାହିଁ। ସେ ମାଘ ମାସ ଶୁକ୍ଳ ଷଷ୍ଠୀରେ ଇହଧାମ ତ୍ୟାଗ କରିଥିଲେ ବୋଲି ଜନଶ୍ରୁତିରେ ରହିଛି। ତାଙ୍କର ତିରୋଧାନ ଦିବସରେ ଅଢ଼ଙ୍ଗରେ ଗୋଟିଏ ବଡ଼ ମେଳା ଅନୁଷ୍ଠିତ ହୁଏ। ତାଙ୍କ ସାହିତ୍ୟ କୃତି ସମ୍ପର୍କରେ ମଧ୍ୟ ଆମେ ଜାଣି ରଖିବା। ଯଶୋବନ୍ତଙ୍କ ରଚିତ ଭଜନଗୁଡ଼ିକ ବ୍ରହ୍ମଜ୍ଞାନମୂଳକ। ଏଗୁଡ଼ିକର ଭାଷା ସରଳ ହୋଇଥିବାରୁ ଏଗୁଡ଼ିକ ଓଡ଼ିଶାରେ ଗ୍ରାମେ ଗ୍ରାମେ ପ୍ରସିଦ୍ଧ। ଗୋବିନ୍ଦଚନ୍ଦ୍ର ଉପାଖ୍ୟାନ ସମ୍ପର୍କରେ ଜାଣିବା। ଓଡ଼ିଆ ସାହିତ୍ୟରେ ଗାଥା କବିତା ଗୋଟିଏ ପ୍ରକାରର କବିତା ଯେଉଁଥିରେ କୌଣସି ପୌରାଣିକ ଗାଥାକୁ ଗୀତି କବିତା ମାଧ୍ୟମରେ କୁହାଯାଏ। ଯଶୋବନ୍ତ ଦାସଙ୍କ ଗୋବିନ୍ଦଚନ୍ଦ୍ର ଏହି ଶ୍ରେଣୀର ପ୍ରଥମ ରଚନା ବୋଲି କେତେଜଣଙ୍କ ମତ ରହିଛି। ଏହା ବଙ୍ଗଦେଶର ରାଜା ଗୋବିନ୍ଦଚନ୍ଦ୍ରଙ୍କ ଉପରେ ଆଧାରିତ। ଗୋବିନ୍ଦଚନ୍ଦ୍ରଙ୍କ ମାତା ମୁକୁତା ଦେଇ
ହାଡ଼ିପାଙ୍କୁ ନିଜ ପୁତ୍ରର ଗୁରୁ କରାଇ ତାଙ୍କୁ ବ୍ରହ୍ମଜ୍ଞାନ ପ୍ରାପ୍ତି କରିବାକୁ ଉପଦେଶ ଦିଅନ୍ତି, ଯଦ୍ୱାରା ତାଙ୍କ ଅକାଳ ମୃତ୍ୟୁ ଟଳିଯାଏ। ଯଶୋମନ୍ତ ପରେ ଏହି ବିଷୟରେ ଦୁଇଜଣ ଅଷ୍ଟାଦଶ ଶତାବ୍ଦୀର କବି ମଧ୍ୟ ରଚନା କରିଛନ୍ତି। ସାହିତ୍ୟିକ ଦୃଷ୍ଟିକୋଣରୁ ଖୁବ୍ ମୂଲ୍ୟବାନ। ଏହା ଅନୁସରଣରେ ଟୀକା ଗୋବିନ୍ଦଚନ୍ଦ୍ର ରଚିତ ଶିବ ସ୍ୱରୋଦୟ ସମ୍ପର୍କରେ ଜାଣି ରଖିବା। ଏହା ଏକ ଶୈବତାନ୍ତ୍ରିକ ଗ୍ରନ୍ଥର ସ୍ୱରୋଦୟଲେଶର ଅନୁବାଦ ଅଟେ। ଶିବ ପାର୍ବତୀଙ୍କ କଥୋପକଥନ ଶୈଳୀରେ ରଚିତ ମୂଳ ଗ୍ରନ୍ଥ ପରି ଏହା ମଧ୍ୟ 21 ଅଧ୍ୟାୟ ବିଶିଷ୍ଟ। ସମଗ୍ର ଗ୍ରନ୍ଥର ପଦସଂଖ୍ୟା 475। ସ୍ୱରର ପ୍ରଶଂସା, ନାଡ଼ୀଜ୍ଞାନ, ନାଡ଼ୀ ଚାଳନାର ଫଳାଫଳ, ପ୍ରାଣାଦି ବାୟୁର ତତ୍ତ୍ୱ ନିରୂପଣ, ସ୍ତ୍ରୀ ବଶୀକରଣ ଆଦି ଯୋଗସାଧନା ପ୍ରଣାଳୀ, ସ୍ୱରଜ୍ଞାନ ଆଦି ରଚିତ ବୋଲି ଆମେମାନେ ଶିବ ସ୍ୱରୋଦୟରେ କହିପାରିବା। ପ୍ରେମ ଭକ୍ତି ବ୍ରହ୍ମଗୀତାରେ କ'ଣ ରହିଛି ସେ ମଧ୍ୟ ଜାଣି ରଖିବା। ଏଥିରେ ଶ୍ରୀକୃଷ୍ଣ ରାଧା ଓ ଅର୍ଜୁନଙ୍କୁ ଯୋଗମାର୍ଗ ବିଷୟରେ କହନ୍ତି। ପ୍ରେମ ଓ ଭକ୍ତିର ଏକ ସମନ୍ୱୟ ବିଷୟବସ୍ତୁ ଆରମ୍ଭରେ ସୃଷ୍ଟିକ୍ରିୟା ବିବରଣୀ ପ୍ରଦତ୍ତ। ରାଧାକୃଷ୍ଣଙ୍କ ଜନ୍ମ, ଯୁଗଳ ରୂପ, ନିତ୍ୟ ରାସ, ଜୀବ ପରମ ବିହାର, ଶରୀର ମଧ୍ୟସ୍ଥ ସପ୍ତାବରଣ ତତ୍ତ୍ୱ, ଶ୍ରୀକ୍ଷେତ୍ର ମହିମା ଆଦି ବର୍ଣ୍ଣନା କରାଯାଇଛି। 5ଟି ଅଧ୍ୟାୟରେ ସମାପ୍ତ ଓ ନବାକ୍ଷରୀ ବା ଗୁଜରୀ ବୃତ୍ତରେ ରଚିତ ବୋଲି ଆମମାନେ ପ୍ରେମ ଭକ୍ତି ବ୍ରହ୍ମଗୀତା କହିପାରିବା। ତାଙ୍କର ଅନ୍ୟାନ୍ୟ ରଚନା ଗୁଡ଼ିକ ହେଉଛି ଅଢ଼ଙ୍ଗ ଗଢ଼ମାଳିକା, ଆତ୍ମ ପରତେ ଗୀତା, 84 ଆଜ୍ଞା, ପ୍ରେମ ଭକ୍ତି ବ୍ରହ୍ମଗୀତା, ବଣଭୋଜି, ମନ୍ତ୍ରବୋଲି, ଯନ୍ତ୍ରବୋଲି, ଦିବ୍ୟଦେହୀ, ଲୋହୀ ଗୀତା, ଭବିଷ୍ୟମାଳିକା, ଶିବ ସ୍ୱରୋଦୟ, ହେତୁଦୟ ଭାଗବତ। ଏ ଥିଲା ଯଶୋମନ୍ତ ଦାସ ସମ୍ପର୍କିତ ଏକ ସାମୂହିକ ଆଲୋଚନା। ଏ ଆଲୋଚନାଟି ଯଦି ପାଠକମାନଙ୍କୁ କିଛି ମାତ୍ରାରେ ସହଯୋଗ କରିପାରେ ତାହେଲେ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ, ଲାଇକ୍ କରିବେ, ସେୟାର କରିବେ ଏବଂ ନିଜସ୍ୱ ଅଭିମତ ନିଶ୍ଚିତ ଭାବରେ ପ୍ରଦାନ କରିବେ।